ଇରାନ ଭର୍ସେସ୍ ଇସ୍ରାଏଲ ଓ ଆମେରିକାର ଯୁଦ୍ଧ କେବେ ବନ୍ଦ ହେବ ତାହା କେହି କହିପାରୁନାହାନ୍ତି। କିନ୍ତୁ ଗ୍ରହ ନକ୍ଷତ୍ରମାନଙ୍କର ଜ୍ୟୋତିଷୀୟ ସଂଯୋଗରୁ ଯାହା ଜଣାପଡ଼ୁଅଛି, ଯୁଦ୍ଧଖୋର ଗ୍ରହ ମଙ୍ଗଳ ଏବଂ ଘାତକ ଗ୍ରହ ରାହୁ କୁମ୍ଭ ରାଶିରେ ଏକତ୍ର ଅବସ୍ଥାନ କରିଥିବା ପର୍ଯ୍ୟନ୍ତ ଏହି ଭୟଙ୍କର ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ନାହିଁ କହିଲେ ଚଳେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ଭୟଙ୍କର ଯୁଦ୍ଧ ମଧ୍ୟପ୍ରାଚ୍ୟରେ ଚାଲିଛି ଚଳିତ ଶତାବ୍ଦୀର ସବୁଠାରୁ ଭୟଙ୍କର ଯୁଦ୍ଧ। ଫେବୃଆରୀ ମାସ 28 ତାରିଖ ଦିନ ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଦେଲେ। ପ୍ରତ୍ୟୁତ୍ତରରେ ଇରାନ ମଧ୍ୟ ଇସ୍ରାଏଲ ଓ ଆମେରିକାର ଘାଟିମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ ଆରମ୍ଭ କରିଦେଲା। ଆମେରିକା ଓ ଇସ୍ରାଏଲର ମିସାଇଲ ଓ ଯୁଦ୍ଧ ଜାହାଜ ଆକ୍ରମଣରେ ଇରାନର ସର୍ବୋଚ୍ଚ ଧର୍ମଗୁରୁ ତଥା ସର୍ବୋଚ୍ଚ ନେତା ଆୟାତୋଲା ଖୋମେନି ନିହତ ହେଲେ। ଇରାନର ରାଜଧାନୀ ତେହେରାନ ଓ ଅନ୍ୟାନ୍ୟ ସହରମାନଙ୍କରେ ଆମେରିକା ଓ ଇସ୍ରାଏଲର ବୋମାମାଡ଼ରେ ସହସ୍ରାଧିକ ଇରାନୀ ନାଗରିକ ମଧ୍ୟ ମୃତ୍ୟୁବରଣ କଲେ। ଇରାନ ଦେଶର ବିଭିନ୍ନ ସହରର ଗୁରୁତ୍ୱପୂର୍ଣ୍ଣ କୋଠାବାଡ଼ିମାନ ମାଟିରେ ମିଶିଗଲା। ସମାନ୍ତରାଳ ଭାବରେ ଇରାନର ମିସାଇଲ ଓ ଡ୍ରୋନ୍ ଆକ୍ରମଣରେ ଇସ୍ରାଏଲର ରାଜଧାନୀ ତେଲ୍ ଆବିବ୍ ସହିତ ପ୍ରମୁଖ ସହର ଜେରୁଜେଲମ ଓ ହାଇୱା ଭଳି ସହରର ବହୁ ଗୁରୁତ୍ୱପୂର୍ଣ୍ଣ କୋଠାବାଡ଼ି ମାଟିରେ ମିଶିଗଲାଣି। ଇସ୍ରାଏଲର ନାଗରିକ ମଧ୍ୟ ଏହି ଯୁଦ୍ଧରେ ହତାହତ ହେବା ସହିତ ମାଟି ତଳେ ରହିଥିବା ବଙ୍କରମାନଙ୍କରେ ଲୁଚି ରହିବାକୁ ବାଧ୍ୟ ହେଉଛନ୍ତି। ସେହିପରି ଭାବରେ ମଧ୍ୟପ୍ରାଚ୍ୟର ଆରବ ଦେଶଗୁଡ଼ିକ ଯଥା ଇରାକ, ସୌଦି ଆରବ, କୁୱେତ, କାତାର, ଦୁବାଇ ଓ ବାହାରିନ୍ ଭଳି ଦେଶମାନଙ୍କରେ ରହିଥିବା ଆମେରିକାର ସୈନ୍ୟବାହିନୀର ଘାଟିଗୁଡ଼ିକ ସବୁ ଇରାନର ମିସାଇଲ ଓ ଡ୍ରୋନ୍ ଆକ୍ରମଣରେ ଛାରଖାର ହୋଇଗଲାଣି। ଆମେରିକାର ସୈନ୍ୟମାନେ ମଧ୍ୟ ମୃତାହତ ହେଲେଣି। ଆରବ ଜଗତର ବିଭିନ୍ନ ଦେଶମାନଙ୍କରେ ଥିବା ଅଏଲ ରିଫାଇନାରୀ ଉପରେ ବୋମାମାଡ଼ ହେବାରୁ ଅଏଲ ରିଫାଇନାରୀ ସବୁ ବନ୍ଦ ହେବାକୁ ବସିଲାଣି। ଇରାନ ନିକଟସ୍ଥ ସଂକୀର୍ଣ୍ଣ ସମୁଦ୍ର ପଥ ହରମୁଜ ପ୍ରଣାଳୀକୁ ଇରାନ ବନ୍ଦ କରିଦେବାରୁ ସମଗ୍ର ବିଶ୍ୱକୁ ଏହି ରାସ୍ତା ଦେଇ ହେଉଥିବା ତୈଳ ଯୋଗାଣ ବନ୍ଦ ରହିଛି। ମାତ୍ର 12 ଦିନର ଯୁଦ୍ଧରେ ସମଗ୍ର ବିଶ୍ୱ ବର୍ତ୍ତମାନ ଘୋର ତୈଳ ଓ ଗ୍ୟାସ ସଙ୍କଟରେ। ଆଗାମୀ କିଛି ଦିନ ପରେ ଏ ସମସ୍ୟା ଗମ୍ଭୀରରୁ ଆହୁରି ଗମ୍ଭୀରତର ହେବ। ସମଗ୍ର ବିଶ୍ୱ ଆର୍ଥିକ ସଙ୍କଟ ଭିତର ଦେଇ ଗତି କରୁଅଛି। ତା ସାଙ୍ଗକୁ ଏହି ଯୁଦ୍ଧ ଏବଂ ତୈଳ ଯଥା ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅଭାବ ବର୍ତ୍ତମାନ ବଡ଼ ଭୟଙ୍କର ପରିସ୍ଥିତି ସମଗ୍ର ବିଶ୍ୱ ଆଗରେ ଦେଖାଦେଲାଣି। ପରୋକ୍ଷରେ ଇରାନକୁ ନୈତିକ ସମର୍ଥନ ଦେଉଥିବା ରୁଷ ଓ ଚୀନ ଏବଂ ଉତ୍ତର କୋରିଆ ଯଦି ଭବିଷ୍ୟତରେ ଇରାନ ସପକ୍ଷରେ ଯୁଦ୍ଧ କରିବାକୁ ବାହାରି ପଡ଼ନ୍ତି, ତେବେ ତୃତୀୟ ବିଶ୍ୱଯୁଦ୍ଧର ଅୟମାରମ୍ଭ ହୋଇଯିବ କହିଲେ ଅତ୍ୟୁକ୍ତି ହେବ ନାହିଁ। ବର୍ତ୍ତମାନ ଚାଲିଥିବା ଇରାନ ଭର୍ସେସ୍ ଇସ୍ରାଏଲ ଓ ଆମେରିକାର ଯୁଦ୍ଧ କେବେ ବନ୍ଦ ହେବ ତାହା କେହି କହିପାରୁନାହାନ୍ତି। କିନ୍ତୁ ଗ୍ରହ ନକ୍ଷତ୍ରମାନଙ୍କର ଜ୍ୟୋତିଷୀୟ ସଂଯୋଗରୁ ଯାହା ଜଣାପଡ଼ୁଅଛି, ଯୁଦ୍ଧଖୋର ଗ୍ରହ ମଙ୍ଗଳ ଏବଂ ଘାତକ ଗ୍ରହ ରାହୁ କୁମ୍ଭ ରାଶିରେ ଏକତ୍ର ଅବସ୍ଥାନ କରିଥିବା ପର୍ଯ୍ୟନ୍ତ ଏହି ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ନାହିଁ କହିଲେ ଚଳେ। ଆସନ୍ତା ଅପ୍ରେଲ ମାସ 2 ତାରିଖ ପରେ ମଙ୍ଗଳ ମହାଗ୍ରହ କୁମ୍ଭ ରାଶି ପରିତ୍ୟାଗ କରି ମୀନ ରାଶିରେ ପ୍ରବେଶ କଲେ ହୁଏତ ଗଲ୍ଫ ଯୁଦ୍ଧର ପରିସମାପ୍ତି ଘଟିପାରେ। କିନ୍ତୁ ତା ପୂର୍ବରୁ ଯୁଦ୍ଧ ବନ୍ଦ ହେବାର ସମ୍ଭାବନା ନାହିଁ କହିଲେ ଚଳେ। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।